ଗତକାଲି ରାତିରେ ଯେଉଁ ପ୍ରକାର ଏକ ଅମାନୁଷିକ ହତ୍ୟାକାଣ୍ଡ ହେଲା, ତା ସହିତ ଅନ୍ୟ କିଛି ଜଣଙ୍କୁ ମାରଣାସ୍ତ୍ର ଆକ୍ରମଣ ହେଲା, ସାରା ଖଲିକୋଟ ଆଜି ସ୍ତବ୍ଧ। ବୋଧହୁଏ ସ୍ୱାଧୀନତା ପରେ ଏହି ପ୍ରକାର ନିର୍ବାଚନୀ ହିଂସା ହେଇନଥିଲା। ବର୍ତ୍ତମାନ ଯେଉଁ ପ୍ରକାର ହିଂସା ଉଗ୍ର ରୂପ ନେଲା, ବାସ୍ତବରେ ତାହା ନିନ୍ଦନୀୟ। ଆଜି ଏକ ନିରୀହ ଜୀବନ ଅକାଳରେ ଲିଭିଗଲା, ବଡ଼ ଦୁଃଖ ଏବଂ ପରିତାପର ବିଷୟ। ଯେ ଗଣତନ୍ତ୍ରରେ ସମସ୍ତଙ୍କର ଅଧିକାର ଅଛି କହିବାର ଏବଂ ଦ୍ୱାରା ଉପଯୁକ୍ତ କଥା କହିବା। ସାମାନ୍ୟ ପୋଷ୍ଟର ମରାକୁ ନେଇ କାଲି ରାତିରେ ଯେଉଁ ପ୍ରକାର ଅବସ୍ଥା ସୃଷ୍ଟି ହେଲା, ତାହା ସମସ୍ତଙ୍କୁ ସ୍ତବ୍ଧ କରିଛି। ଆପଣମାନଙ୍କର ବିଜେଡ଼ି ଦଳର ପୋଷ୍ଟର ଯେଉଁଠି ଲାଗିଥିଲା, ତା ପାଖରେ ବିଜେପି ବାଲା ଯେତେବେଳେ ଆମ ପିଲାମାନେ ପୋଷ୍ଟର ଲଗାଇବାକୁ ଯାଆନ୍ତି, ସେହି ସମୟରେ ସେମାନେ ପ୍ରତିହତ କରିଛନ୍ତି ଅନ୍ୟ ଦଳର ଏବଂ ତାଙ୍କ ଭିତରେ ଧସ୍ତାଧସ୍ତି ହେଇଛି। ତାପରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରୁଛନ୍ତି, ଯାହାଫଳରେ କି ଏକ ଅମୂଲ୍ୟ ଜୀବନ ପଳେଇଗଲା। ପୋଲିସ ସ୍ଥାନୀୟ ପୋଲିସ କୋର୍ଟ ନା କୋର୍ଟରେ କର୍ତ୍ତବ୍ୟରେ ଅବହେଳା କରିଛି। କାରଣ ଯେଉଁ ଘରର ଜୀବନଟି ଗଲା, ସେ ଘରର ଲୋକେ ଆସି 2-3 ଦିନ ତଳେ ତାଙ୍କୁ ଧମକ ମିଳୁଛି ବୋଲି କହିଥିଲେ, କିନ୍ତୁ ପୋଲିସ ତାକୁ ଅତି ହାଲୁକା ଭାବେ ନେଇଥିଲା। ଯାହାଫଳରେ ଗତକାଲି ଯେଉଁ ସିଚୁଏସନ୍ ହେଲା, ସେଥିପାଇଁ ଆମେ ଅନୁମୟ କରିପାରିବା ଯେ ପୋଲିସ ଚାହିଁଥିଲେ ସେଦିନ ଯିଏ ଏଫଆଇଆର ଦେଇଛନ୍ତି ତାଙ୍କୁ ଏବଂ ଯିଏ ଧମକ ଦେଇଛନ୍ତି ତାଙ୍କୁ ଡାକି ଆପୋଷ ମିଳାମିଶା କରିଥିଲେ ବା କଥାଟାକୁ ବିଚାର କରିଥିଲେ, ହୁଏତ ଆଜି ଏଇ ସିଚୁଏସନ୍ ହେଇନଥାନ୍ତା। ଥାନାର 2 ଜଣ ତଳ କର୍ମଚାରୀ ସବୁବେଳେ ସିଏ କହନ୍ତି ସମସ୍ତେ ଯେ ଯେଉଁମାନେ କି ଅବାଟରେ ଯାଆନ୍ତି, ଏଣ୍ଟି ସୋସିଆଲ ଟାଇପ୍ର ଲୋକ ତାଙ୍କ ସହିତ ଯୋଗସ୍ଥ କରନ୍ତି। ଏବଂ ଆଜି ବି ମୁଁ ଏସ୍ପିଙ୍କି କହିଛି, ମୋ ରିକ୍ୱେଷ୍ଟ ଥିଲା ଯେ ଆଜ୍ଞା ଆପଣ ସେମାନଙ୍କର ମୋବାଇଲ ଯାଞ୍ଚ କରନ୍ତୁ, ନହେଲେ ଆମେ ଏକ୍ସପର୍ଟକୁ ପଠାଇବୁ ଯେ ସେମାନେ କାହା ସହିତ କି ପ୍ରକାର ଡିଲ୍ କରୁଛନ୍ତି ଏବଂ କାହାକୁ କଥାବାର୍ତ୍ତା କରୁଛନ୍ତି, କେଉଁ ପ୍ରକାର କଥାବାର୍ତ୍ତା କରୁଛନ୍ତି। ଯଦିବ ଏସ୍ପି ରାଜି ହେଇଛନ୍ତି, କିନ୍ତୁ କେବେ କରିବେ ସେ ତାକୁ କହିନାହାନ୍ତି ଏବଂ ସେଇ ତଳ କର୍ମଚାରୀ 2 ଜଣଙ୍କୁ ସେ କହିବା ଅନୁଯାୟୀ ତାଙ୍କୁ ଟ୍ରାନ୍ସଫର କରାଯାଇଛି ଏବଂ ସେ ରିଜର୍ଭରେ ରହିବେ ଡିଷ୍ଟ୍ରିକ୍ଟରେ, ଆଉ ଏଠି ରହିବେ ନାହିଁ। ଦେଖନ୍ତୁ, ଯାହାର ଗୋଟେ ଜୀବନଟେ ଯାଇଛି, ନିଶ୍ଚୟ ତାକୁ କଷ୍ଟ ଲାଗିବ ଏବଂ ସେ ପ୍ରତିବାଦ କରିବ, କିନ୍ତୁ ତା ପ୍ରତିବାଦକୁ ଭ୍ରୂକ୍ଷେପ ନ କରି ଯେଉଁ ପ୍ରକାର ଆଜି ସିଚୁଏସନ୍ ଘଟିଲା, ତାହା ଅତି ନିନ୍ଦନୀୟ। ବହୁତ ଗାଡ଼ି 4 ହ୍ୱିଲର ଆଣ୍ଡ ବାଇକ୍କୁ ଭଙ୍ଗା ଯାଇଛି। କମ୍ପ୍ଲେନ୍ ଆସିଛି ଯେ ଯେତିକି ଗାଡ଼ି ଭଙ୍ଗା ଯାଇଛି, ଇଏ ପୋଲିସ କର୍ମଚାରୀଙ୍କ ଦ୍ୱାରା ହିଁ ହେଇଛି, ଯେଉଁଟା ଅତି ନିନ୍ଦନୀୟର ବସ୍ତୁ। ଆପଣମାନେ ଜାଣନ୍ତି ଯେ ଗଣତନ୍ତ୍ରରେ ରୁଲିଂର ଯେତିକି ହକ୍, ବିରୋଧୀଙ୍କୁ ବି ସେତିକି ହକ୍। କିନ୍ତୁ ଆମକୁ ଲାଗୁଛି କୋର୍ଟ ନା କୋର୍ଟ
ବିରୋଧୀ ଦଳକୁ ଅଣଦେଖା କରାଯାଉଛି ଏବଂ ସରକାରୀ ଦଳକୁ ସବୁ ପ୍ରକାରର ସାହାଯ୍ୟ ସହାନୁଭୂତି ଦେଖାଯାଉଛି। ତେଣୁ ମୋର ଆଡମିନିଷ୍ଟ୍ରେସନକୁ ଅନୁରୋଧ, এই ପକ୍ଷପାତିତା କରନ୍ତୁ ନାହିଁ। ଗଣତନ୍ତ୍ରରେ ଯେମିତି ଗଣତନ୍ତ୍ର ବାସ୍ତବରେ ଯେମିତି ରହିବା କଥା ତାକୁ ସେ ଭାବରେ ତାଙ୍କୁ ନିଅନ୍ତୁ ଏବଂ ଗଣତନ୍ତ୍ରକୁ ରକ୍ଷା କରନ୍ତୁ। ଗଣତନ୍ତ୍ର ହତ୍ୟାକାରୀଙ୍କୁ ଉଚିତ ଶିକ୍ଷା ଦିଅନ୍ତୁ। ସେ ଦୁଇ ଜଣ କନେଷ୍ଟେବଲ ଏବେ ନାହିଁ, 2-4 ମାସ ତଳୁ ତାଙ୍କ ନାଁରେ କମ୍ପ୍ଲେନ୍ ଯାଇଥିଲା କିନ୍ତୁ କାର୍ଯ୍ୟକାରୀ କିଛି ହେଇନଥିଲା। ଆଜି ଏସ୍ପି ଯାହା କହିଲେ ଯେ ସେମାନଙ୍କୁ ଟ୍ରାନ୍ସଫର କରାଯାଏ।